ସାର୍ ନମସ୍କାର ଇଟିଭି ଭାରତରୁ ସମୀର ଆଚାର୍ଯ୍ୟ କହୁଥିଲି ସାର୍ ଆପଣ ଇସ୍ତଫା ଦେଇଛନ୍ତି ବିଜୁ ଜନତା ଦଳରୁ କଣ କହିବେ ସାର୍? ଦେଲି ବିଜୁ ଜନତା ଦଳ ଦେଲି 15 ବର୍ଷ ହେଲା ଥିଲି ବର୍ତ୍ତମାନ ଦେଲି ଆଉ ଆପଣ ଯେହେତୁ କହୁଛନ୍ତି ଯେ 15 ବର୍ଷ ହେଲା ଦଳରେ ଥିଲେ ଏଭଳି ଆଗକୁ ନିର୍ବାଚନ ଆସୁଛି ଏଭଳି ପରିସ୍ଥିତିରେ ସାର୍ ଆପଣଙ୍କର ଇସ୍ତଫା ଯେହେତୁ ଆଗରୁ ମଧ୍ୟ ଆପଣ ଯାଇକି ମଧ୍ୟ ମିଶିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ 5T ଅଧ୍ୟକ୍ଷଙ୍କୁ ସାକ୍ଷାତ କରିଥିଲେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କି ସାକ୍ଷାତ କରି ହେଇନି ହେଇନାହିଁ ନା ସାର୍ କଣ କାରଣ ଥାଇପାରେ? କାରଣ କଣ କୋର୍ଟ କମିଂ ଇଲେକ୍ସନ ରେ ଅବହେଳା କରୁଛନ୍ତି ତେଣୁକରି ମୁଁ ମନରେ ଇଏ ହେଲା ଆଉ ରିଜାଇନ୍ କଲି ଆଉ ସାର୍ ଯେହେତୁ ଆପଣ ମାନେ ଗଞ୍ଜାମ ଜିଲ୍ଲାର କିଛି ପ୍ରମୁଖ ପୂର୍ବତନ ବିଧାୟକ ମାନଙ୍କର ଏକ ବୈଠକ ମଧ୍ୟ ବସିଥିଲେ ଯେ ଦଳ ଆପଣଙ୍କୁ ଅଣଦେଖା କରୁଛି ଆଉ ଆଜି ଆପଣଙ୍କର ଏଇ ଯୋଉ ଇସ୍ତଫା ପତ୍ର ମଧ୍ୟ ପହଞ୍ଚି ସାରିଛି ମୁଖ୍ୟମନ୍ତ୍ରୀଙ୍କୁ ଆପଣ ଦେଇ ସାରିଛନ୍ତି କଣ ସାର୍ ସତରେ ଦଳରେ ଆପଣଙ୍କୁ ଅବହେଳା କରାଯାଉଥିଲା? ସେଇଟା କୋଇନ୍ସିଡେଣ୍ଟ ହବ ଆମର ଡିଷ୍ଟ୍ରିକ୍ଟରେ କୌଣସି ମିଟିଂରେ ଆମକୁ ଡାକୁନଥିଲେ କୌଣସି ଇଏ କରୁନଥିଲେ ଆମର ଯୋଉଟା ଗ୍ରିଭେନ୍ସଟା ଆମେ ଉପରକୁ ବି ଜଣାଇଥିଲୁ ଆଉ କିଛି ଫଳ ମିଳିଲାନି ହେଲା କଥା। ସାର୍ ଯେହେତୁ ଦଳରୁ ତ ଇସ୍ତଫା ଦେଇ ସାରିଛନ୍ତି ଅନ୍ୟ କୌଣସି ଦଳରେ ଯୋଗ ଦେବା ପାଇଁ କିଛି ଯୋଜନା କରିଛନ୍ତି ନା କଣ ରହିବ ସାର୍ ଆଗାମୀ ପଦକ୍ଷେପ କଣ? ସେଇଟା ସମୟ କହିବ ମୋର ଫ୍ୟାମିଲି ମେମ୍ବରକୁ ଇଏ କରିକି କହିବି। ଅନ୍ୟ କିଛି ଦଳ ସାର୍ ଯଦି ଡାକନ୍ତି ବା କିଛି ଯଦି ସୁଯୋଗ ଦିଅନ୍ତି ତେବେ ଯିବେ ସାର୍ ଅନ୍ୟ ଦଳକୁ? ସୁଯୋଗ ମିଳିଲେ ଦେଖିବା ନା। ଧନ୍ୟବାଦ ସାର୍।